मैडम को मोर आर्गुमेंट जो एक्चुअली कौन है ये कौन को हाय फ्रेंड्स गुड मॉर्निंग जय जगन्नाथ नमस्कार आपण माने नूतन ब्लॉग को स्वागत जनाल आज शनिवार सकाळ उठिलु ना आमे केतरा 7टा उठिलु देखि पाथे 9टा बाजिलाने गाधुआ फाधुआ किछि हठात के मूड हैला जे सकाळ आरके बीच रे गाधेया पाए देखि पाथे मैडम बाहर सलेन ऑलरेडी मैडम बाहर सलेनी पु ऑलरेडी बाहर तळु जाईछि चलंतु आज बीच रे गाधे के आसे सकाळ 9टा मु कहते 10टा तळ जाई गाधे के आसे बोली मैडम बोले खरा बाहरी जे रे एबे चलंतु गाधे के आसे बोली सेते आमे जाउछे समस्त गाधेया पाए बाबन मु मैडम प्रिया प्रीति समस्त जाउछन्ती चलंतु जीवा बीच रे गाधे डायरेक्ट बीच रे देखा हो चलंतु मैडम आसंतु कमेंट पर चाबी फाबी दे देबे सब दे देबे मु ऑलरेडी देखि पाते मु हाफ पैंट एंड बैनर पिंदी जाई कारण गाधे के आसे ओदा है के आसीबो मु ओदा के आसे बाबन वो ओते बाटो को ओदा है के आसो तम सहित लागिला माने से ओदा है जे किछ हो हमरो बेनियन टे पुरे हां ओड बेनंड पुरे देना बस हां चलंतु जीवा हाय फ्रेंड्स ऑलरेडी आमे समस्त बाहर गनु देखबाते बापन कोन होती गोल सुखुआ कोन बीच गले बीच में देखिए व्यस्त नहीं ओरा जोर हेलानी चलंतु जल्दी जल्दी जाएंगे जल्दी जल्दी गाते जल्दी जल्दी ऐसे चलना होगा देखते बाबन बीच रे केने खेलुछि बारांग सहित बीच रो गाधे पादे आतिलो बाबन ओडे पडे बसि बहुत खरा कोनी घर गले कोनी गाधवा पाधवा करू हाय फ्रेंड्स बीच की पळैथिलो आसे के गाधे गले आसे थकी एथलो सोई पड़िथिले बे उठिलु उठिया कारण जे भोक कला बोली उठिलु तनु सोई थांते देखन आज कोन बनै छ हमर मैडम ता गरम भात खाइबे
ମୁଁ ପଖାଳ ଭାତ ଖାଇମି, ବାଇଗଣ, ଡାଲି, ଆଳୁ ଚକଟା ପ୍ଲସ ଖଟା ମିକ୍ସଚର ସେଠି ଥୁଆ ହେଇଛି। ମୋର ତ ଦହି। ମ୍ୟାଡାମ ତମର ଗରମ ଭାତ ଖାଇବ ମ୍ୟାଡାମ ତମେ? ଗରମ ଭାତ ଖାଅ। ଆମର ଦେଖୁଥିବା ଦହି ମାନେ ଆମର ମ୍ୟାଡାମ ବାର ବାର କୁହାହବ ଯେ ଯଦି ବଡ କଂସାରେ ଦେବେ ଭାତ ଦେବେ, ଛୋଟ କଂସା ଦେବେ ଯଦି କମ ଦେବେ ନା ହାତ ବୁଡୁ ବୁଡୁ ପାଣି ଟା ବାହାରିଯିବ। ଓ ତାଙ୍କ ପାଇଁ ଯୁଗାଡ ବି ଆଣିଛ? ହୁଁ, ଆଜିକାଲି ଥରକର କଥା ମାନୁଛନ୍ତି। ଯୋଉ କଣ ଆଉଥରେ ତମେ ଯାଇ ସୋରିଷ କୋଉଠିକି ଯିବି? କିଚେନ ପାଖକୁ। ଯିଏ ମାନେ ମୁଁ ଭିତରେ ପଟେ ବସିଛି ଦେଖିପାରୁଥିବ, ମୁଁ ଏଠି ବସିଛି ବାହାର ପଟେ ତମେ ବସିଛ, ତମେ ଯିବ ନା ମୁଁ ଯିବି? କି ଗଲେ ଥକିଗଲ କଣ ହେଲା? ଦେଖ ବାବୁନି କେଡେ ସୁନ୍ଦର ମତେ ଷ୍ଟିକର ଲଗେଇ ଦେଇଛି। ହଁ ଲଗେଇଥିନି ହଁ ଷ୍ଟିକର ଖୋଲିକି ଦେଖ ପୁରା ସାଇଜ ରେ ଲଗେଇ ଠିକ ଦେଇଛି। ଅଛି, ଯାହା ଯା ଜଲ୍ଦି ନେଇକି ଆସ ତଳ। ସେ ନ ଖାଇମି ସୋରିଷ ତେଲ ମୁଁ ଯିମିନି ଆଉ। ଏଇ ଖଣ୍ଡିଆ ଗୁଣ ଯୋଉ ନା ତମେ କିଛି କୋଉଠି କରିପାରିବନି। ମୁଁ ଆଉ ଉଠି ପାରୁନି। ଭାରି କହୁଛ ଆସିକି ବାଲି ଫାଲି କପଡା ଯେତିକି ପକେଇଥିଲୁ ଧୋଇ ଧୋଇ ବାଥରୁମ ସଫା କରି କପଡା ସଫା କରି ଦୁଆର ମୁହଁ ସଫା କରି ବାଲି କରି ରୋଷେଇ ବାସ କରି ଛୁଆକୁ ଖୋଇ ଛୁଆକୁ ଶୋଇକି ଉଠି ବାସନ ମାଜି ସବୁ କାମ ସାରିଲେଣି କହୁଛ ଖଣ୍ଡିଆ। ଏମିତିରେ ଗାଧେଇବା ପାଇଁ କାହାର ଇଚ୍ଛା କରିଥିଲା? କିଏ ମନ କରିଥିଲା? ତମେ ଆଗେ କହିଲ ବୋଲି ମୁଁ କହିଲି। ମୁଁ ତ କହିଥିଲି 10ଟା ଏଗାରଟାରେ ମୋ ସାଙ୍ଗ ସହିତ ଯାଇକି ମୋର ଗାଧେଇଥାନ୍ତି, ତମକୁ ନେଇକି ଯାଇଥାନ୍ତି। ମୁଁ ତ ମୋ ସାଙ୍ଗରେ ସହିତ ଯାଇଥାନ୍ତି ନେଇକି ଗାଧେଇ ପାଧେଇ ଆସିଥାନ୍ତି, ହଉ ମୋର ଆଉ ଗାଧେଇକି ଦିନ ଆସିଥାନ୍ତି। ବିଚ୍ ଡାକିବା। ମୁଁ ତ ବିଚ୍ ଶୁଣ ମତେ ଆଉ କୁହନି କିଛି। ଆକ୍ଚୁଆଲି କଣ ହେଇଛି ଶୁଣନ୍ତୁ କହୁଛି। ଆଜି ମୋର ଶନିବାର ମୋର ଡ୍ୟୁଟି ଛୁଟି। ମୁଁ ଆଜି ପ୍ଲାନ୍ କଣ କରିଥିଲି ଯେ ଆଜି ଶନିବାର ଖରା ଗରମ ଅଛି, ବିଚ୍ ଯାଇ ଗାଧେଇ 10ଟା 11ଟା ବେଳେ ଯାଇକି ଗାଧେଇ ମୋର ମୋ ସାଙ୍ଗ ବ୍ୟାଚ୍ ଅଛନ୍ତି ତାଙ୍କ ସହିତ ଯାଇକି ମୋର ଗାଧେଇକି ଆସେ। ମୁଁ କହିଲି ନା ମୁଁ ବି ଯିବି ଗାଧେଇବା ପାଇଁ, ମାନେ ଠିକ ଅଛି 10ଟା ବେଳେ ନା ଏବେ ଯିବା। ମିଛ। ମିଛ ମୁଁ କହିଲି ପ୍ରିୟା ପ୍ରୀତି ଅଛନ୍ତି ବାବୁନି ସମସ୍ତେ ଚାଲ ଗାଧେଇ ପାଧେଇ ଆସିବା। ହୁଁ ମତେ ତ କହିନଥିଲ ତମ ସାଙ୍ଗ ସହିତ ଯିବା କଥା କହିଥିଲି, ମୁଁ ଜମା ବାହାର ନଥାନ୍ତି। ମାନେ ମୋ ସାଙ୍ଗ ସହିତ ଆଜି ମୁଁ ଚାଲ ବିଚ୍ ଯିବା ଗାଧେଇ। ମୋର ପ୍ଲାନିଂ କରୁଥିଲି ଖରାଟାରେ ମୁଁ ଯାଇ ଗାଧେଇଥାନ୍ତି। ମଝିରେ ଇଏ ବାହାରି ଗଲେ, ମ୍ୟାଡାମ ବାହାରି ଗଲେ, ମୁଁ ଯିବି ଗାଧେଇବା ପାଇଁ। ଗାଧେଇକି ଆସିଲା ବିଚରେ ଗାଧେଇକି ଆସିଲେ ଏଇଆ ହୁଏ, ତମେ ଜାଣିଥିବ। ସ୍ୱାମୀ ମାନେ ଖାଲି ଆଇଁଷ ହେଲେ ହେଲ୍ପ କରନ୍ତି, ନିରାମି ହେଲେ ଶୋଇକି ରୁହନ୍ତି। ଆଇଁଷରେ ମୁଁ ଜାଣିଛି ମୁଁ କରିନି। ମୁଁ ଯୋଉଟା ଭେଜ ରେ ଜାଣିନି ମୁଁ କାଇଁ କରିବି, ମୁଁ କାଇଁ ହାତ ମାରିମି। ୟୁଟ୍ୟୁବ ରେ ଯୋଉଦିନ ରୋଷେଇ କରୁଛ ଦେଖେଇ ଦଉଛ। ତମେ ଯୋଉ ରୋଷେଇ କରୁଛ ସେମିତି ଦେଖାଉନି। ତମେ ତ ଧଣିଆ ଚଟଣି କରୁଛ, ପଣସ କଠା ଭେଜ ମଟନ କଲ, ତମେ ପନିର କଲ, ସବୁ ତ ସବୁ ୟୁଟ୍ୟୁବ ରେ ଦେଖିଲେ ଟାଇଟେଲ ତମ ନାଁ ଖାଇଦ ମ୍ୟାଡାମ ବନେଇଛନ୍ତି ବୋଲି। ଯାହା ହଉ ତମେ ଭଲ ସ୍ୱାମୀ ଖଣ୍ଡେ ପାଇଛ, ସବୁ କରିଦଉଛ। ସେ ଭିତର କଥା କାହିଁ ଜାଣିବେ? ହାତ ମାରି ଦେଇକି ଫଟୋ ଦେଇକି ଲୋକ ଛାଡିବା ଲୋକ କ୍ରେଡିଟ ନବା। ମୁଁ ହାତ ମାରି ତମେ ମାନେ ସବୁ ଜାଣିଥିବ ଯେ ମୁଁ କରୁଛି କି ମ୍ୟାଡାମ କରୁଛନ୍ତି। ଠିକ ଅଛି, ହଉ ଠିକ ଅଛି। ଏଇଠି ତ ଏକ୍ସାମ୍ପଲ ତମେ ଜାଣିପାରୁଥିବ। ସୋରିଷ ତେଲ ଆଣିକି ଆଳୁ ଭର୍ତ୍ତା କରିବେ ବୋଲି ଗଲେନି ସୋରିଷ ତେଲ ଆଣିବା ପାଇଁ, ଦେଖିପାରୁଥିବ ମୁଁ ଭିତର ପଟେ ବସିଛି, ମ୍ୟାଡାମ ବାହାର ପଟେ ବସନ୍ତି, ସେଇପଟେ ଦୁଆର ମୁହଁ ସେଇପଟେ ଗଲେ ସୋରିଷ ତେଲ ଆଣିବେ। କିଏ ମାନେ ଜାଣିପାରୁଥିବ କିଏ ରୋଷେଇ କରୁଛି କି ନାହିଁ ଆଉ। ଦହି ପକେଇଥିଲେ। ଦହି ପକେଇମି, ଲୁଣ ପକେଇମି, ଖୋଇବି ଦେମି। ତମେ ତ ଜାଣିପାରିବନି, ତମ ଭଳିଆ ହୁଣ୍ଡା ମୁଁ ଜିନ୍ଦେଗିରେ କେବେ ଦେଖିନି। ଯେତେବେଳେ ମୁଁ ଫୋନ ଟା ଧରି ରେକର୍ଡିଂ କରୁଛି, ମୁଁ ଦହିଟା କେମିତି ପକେଇମି? ମୁଁ ପକେଇ ଦେଇଥାନ୍ତି କଣ ପାଇଁ? ମୋର କଣ ହେଇଛି? ମୁଁ ତ ଗୋଟେ କାମରେ ଅଛି ବୋଲି। ନାଇଁ ଲୁଣ ଟା ମୁଁ ଜାଣିନି ନା, ଲୁଣ ମୁଁ କେବେ ଜାଣିନି। ଦେଖିପାରୁଥିବେ ମ୍ୟାଡାମ ବନେଇଛନ୍ତି ଏତିକି ପ୍ରକାର। ଯାଉ ସମୁଦ୍ରରୁ ଗାଧେଇ ଗୁଧେଇକି ଆସି ଏତେ ପ୍ରକାର ବନେଇଥିବାରୁ ଥ୍ୟାଙ୍କ ୟୁ ମ୍ୟାଡାମ। ତାଙ୍କର ତଳକୁ ପଡିଛି। ମ୍ୟାଡାମ ମୋର ଆର୍ଗୁମେଣ୍ଟ ଯୋଉ ଆର୍ଗୁମେଣ୍ଟ ହେଇଗଲା। ଚାଲନ୍ତୁ ଖାଇବା। ଅଲରେଡି ମୁଁ ଦହିରେ ଭାତରେ ଦହି ମିଶେଇ ଦେଇଛି। ଆଉ ମ୍ୟାଡାମ ଆଳୁ ଭର୍ତ୍ତାରେ ପୁରା ମିକ୍ସଚର ପକେଇ ଦଳିଛନ୍ତି ଯେ, ମିକ୍ସଚର ଟା ପକେଇଛନ୍ତି ଦଳି ନାହାନ୍ତି। ଏପର୍ଯ୍ୟନ୍ତ ସୋରିଷ ତେଲ ୱେଟିଂ ରେ ଅଛି। ଥାଉ ସୋରିଷ ତେଲ ୱେଟିଂ ରେ। ଇଏ ଆମର ନା ଅଦ୍ଭୁତ ଡିସ୍ ମୁଁ ଯୋଉ ବନେଇଥିଲି ସେନ ରାତିରେ। ଟମାଟୋ ବାଇଗଣ। ଇଏ ହେଲା ପୁଅ ପାଇଁ ଡାଲମା ହେଇଥିଲା। ମ୍ୟାଡାମ ତାଙ୍କର ମୁଁ ଯୋଉ ବନେଇଥିଲି ସେଇ ଡିସ୍ ମାନେ ତମେ କେତେ ଦିନ ତଳେ ବନେଇଥିଲ? ଲଗଭଗ 8-10 ଦିନ ତଳେ। ଅଦ୍ଭୁତ ଡିସ୍। ନାଇଁ ସେଇଟା ଆଉ ଥରେ ବନିଛି। ତାପରେ ଆମର କାଟିଦେଲେ। ଇଏ ହେଲା ଆମର ଆମ୍ବ ଆଚାର, ମାନେ ଖଟା। ମିଠା ଆଚାର ବି ଏଠି ଅଛି ଦେଖିପାରୁଥିବେ। ଏଇ ମ୍ୟାଡାମ ସଇଲାଣି ମିଠା ଆଚାର। ମ୍ୟାଡାମର ଅଧା ଖାଇବା ହେଇଗଲାଣି, ମୋର ଖାଇବା ଷ୍ଟାର୍ଟ ହବ। ଚାଲନ୍ତୁ ଖାଇବା। ଏ ପଖାଳ ଭାତକୁ ଏଇ ଯୋଉ ଆଳୁ ଭର୍ତ୍ତାରେ ମିକ୍ସଚର ଦଳା ନାଇଁ ପାଇଗଳି ଓଡିଶା ଖାଇବା। ଚାଲନ୍ତୁ ଆଜି ପୁରା ଓଡିଶା ଖାଇବା ଖିଆ ହଉଛି।
ମତେ ଆକ୍ଚୁଆଲି ଯୋଉ ଠାକୁରଙ୍କ ପାଖରୁ ଖାଇବା ମତେ ଓଡିଶାର ଭାରି ମିସ୍। କୋଉ ଠାକୁରଙ୍କ କତିରେ? ଅଷ୍ଟପହରୀ ହଁ ଆଉ ସେଠି ଯୋଉ ଅରୁଆ ଡାଲମା ଏକା ଆମେ ଥରେ ଝାରସୁଗୁଡାରେ ଯା ନେଇକି ଆଇଲ ତମେ ଯାଇକି ଖଟା ଓ ପାଣି ଦେଇଥିଲ। ଓ ସେ ହନୁମାନ ଜଗନ୍ନାଥ ମନ୍ଦିର ହୁଁ ଠାକୁରଙ୍କ ପାଖରେ ସେ ଟିକେ ଲାଗିବ ଟିକେ ଅଲଗା। ହଁ ଆମେ ସେଠି ଭଳିଆ ହେଇନଥିଲା ତଥାପି ସେ ଗୋଟେରେ ସବୁ ମିଶେଇ ଦେଇଥିଲେ। ହଁ କିନ୍ତୁ ଭଲ ଲାଗୁଥିଲା। ଠିକ ଅଛି ଚାଲନ୍ତୁ ଖାଇବା। ମାନେ ଭୋକ ତ କରୁଥିଲା ଆଜି ନିଦରେ ଶୋଇ ପଡିଥିଲି ଉଠିଲି ମ୍ୟାଡାମ ନାଇଁ ଧନ୍ୟବାଦ। ମିର୍ଚର ଦଳାଟା ତମେ ହଁ। ପଖାଳ ଖାଉଛ ନା ମତେ ଗରମ ମୋ ପାଟିକି ପଶୁନି। ପସନ୍ଦ ନାହିଁ ଏ ଗରମ ଖାଇବା ନାଇଁ ହବନି ମନ ଖା ଖାନା ଖାନା ପଖାଳ ଦବା। ପଖାଳ ଖାନା ହୁଁ? ସମୁଦ୍ର ଗାଧେଇ ଗାଧେଇ ଆସିଛ ହୁଁ ହୁଁ ଥଣ୍ଡା ହେଇଯିବ। ବାବୁନ ପାଣି ପିଇଗଲା। ହୁଁ ଲୁଣିଆ ପାଣି ବୋଲି ଚାଟି ପକେଇଲା। ମାନେ ସିଏ ଏମିତି କେବେ ବି ଗାଧେଇନି ନା ଆଜି ଗାଧେଇଛି। ସେ କେମିତି ଗାଧେଇଲା ଲହଡି ବହୁତ ଆଇଲା ସେ ବସିଥିଲା ଗୋଟେ ଧାଇ ହୁଁ ପିଆ ପିଇତେ ଯାଇଥିଲେ ଏ ଖଟା ଏଇଟା ମସ୍ତ ଲାଗୁନି। ଆମ୍ବ ଖଟା ବହୁତ ଲୁଣିଆ। ହୁଁ ଦେବୁ ଶୁଣୁ ହୁଁ ମୋ ଖାଇବା କେମିତି ଜାଣିଛୁ ନା ହୁଁ ଏଇ ଯୋଉ ମସଲା ନୁହଁ ଗୋଳେଇକି ଏଇ ଭାତ ମସଲା ଗରମ ଭାତରେ ଗୋଳେଇବ ଚକୁଡିବ ଚକୁଡିବ ତେଲଗୁ ଚକୁଡିବ ଖାଇବା ହୁଁ ତେଲଗୁ ଖାଇବା ହୁଁ ମସ୍ତ ଲାଗିବ। ରସୁଣ ପଡିଛି କଣ ରସୁଣ ଗୋଟା ପଡିଛି। ହୁଁ ମସ୍ତ ମଜା ଆସିବ କିନ୍ତୁ ଚାଲନ୍ତୁ ଆମେ ଖାଇଦବୁ ଏବେ ଖାଇସାରିଲା ପରେ ଦେଖିବା ପଖାଳ କଂସାରେ ଖାଲି ପୁରା ଦହି ଆଉ ପଖାଳ ଅଛି ଆଉ ଖାଇବ କଣ ନାହିଁ। ବାଇଗଣ ବି ଶେଷ ଭର୍ତ୍ତା ବି ଶେଷ। ଭର୍ତ୍ତାଟା ଭଲ ହେଇଛି କିନ୍ତୁ ଭର୍ତ୍ତାରେ ମିକ୍ସଚର ପଡିଛି ହଁ ଖାଲି ରବିବାରେ ନା ହଁ ଖାଲି କଣ କରିବା କୁହନି କଣ କରିବ ଅଣ୍ଡା ନେଇ ଆସିବା ଅଣ୍ଡା ନେଇ ଆସି ସିଝେଇ ଦେବା ହୁଁ ସିଝେଇ ଦେଇକି ହୁଁ ତା ଦେହରେ ଆଳୁ ଦେଇକି ଚକୁଡି ଇଏ ବୋପାଲୋ ଇଏ କି ଖାଇବା ଲୋ ଆଳୁ ଦେଇକି ଚକୁଡି ଖାଇବା ଇଏ କି ଖାଇବା ମିଲ୍ ଖାଇବା ତମେ ଖାଇବ ମତେ ତ ଏଗୁରା ସବୁ ପସନ୍ଦ ନାହିଁ। ତମେ ତ ଘୁଷୁରୀ ତମେ କଣ ଖାଇ ଶିଖିଛ ଏମିତି ଖାଇବା କିଏ ଖାଆନ୍ତି ଏମିତି ଖାଇବା କିଏ ଖାଆନ୍ତି ତେଲୁଗୁ ଲୋକ ଖାଆନ୍ତି ତେଲୁଗୁ ଲୋକ ଖାଆନ୍ତିନି ଓଡିଆ ଲୋକ ବି ଖାଆନ୍ତି। ଓଡିଆ ଲୋକ ଖାଆନ୍ତି। ହଉ କମେଣ୍ଟ ରେ କହିବେ କୋଉ ଓଡିଆ ଲୋକ ଆଳୁ ସହିତ ଅଣ୍ଡା ଚକଡିକି ଖାଆନ୍ତି। ସିଝା ଅଣ୍ଡା ଛଡେଇ ଦେବେ ହଁ ଚକୁଡା ହବ ତମେ ସେମିତି ଖାଇବ ମୋର ଆମଲେଟ କରିଦେମି ଆଉ ଆଳୁ ସିଝା ହେଇଥିବ ହୁଁ। ପିଆଜ ହୁଁ। ଲଙ୍କା ହୁଁ। ଦଳିକି ଲୁଣ ପକେଇ ଚକଡା କାଲି ଖିଆ ହଉ ତମେ ଖାଇବ ମୁଁ ଖାଇବି ମୋର ଅଣ୍ଡା ଆମଲେଟ ଭାଗ ହୁଁ ମୋର ଅଣ୍ଡା ଆମଲେଟ ମୋର ପସନ୍ଦ। ହଁ ଓହୋ ଥ୍ୟାଙ୍କ ୟୁ ସବୁ ଶେଷ କରିବାରୁ ଥ୍ୟାଙ୍କ ୟୁ। ଦହି ଭାତ ଖାଇଲେ ପେଟ ଶାନ୍ତି ମନ ଶାନ୍ତି ହୃଦୟ ଶାନ୍ତି ସବୁ ଶାନ୍ତି ଏବେ ଶରୀର ଶୋଇପଡ ବି ଶାନ୍ତିରେ ହବ। ଏବେ ଶୋଇପଡ 3:30 ବାଜିଲାନି ତମେ ଯିବ ବାବାରୁ ଯିବା ବା ବାହାରୁ ହୁଁ ବାହାରୁ ଯାଇକି ଆସିଲା ପରେ ହୁଁ ଟାଇମ ଯଦି ହବ ବସିକି ବନେଇ ହଉ ଠିକ ଅଛି। ଚାଲ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ। ସକାଳେ ମୁଁ ଆଜି ଆସିପାଇଲିନି ବ୍ୟସ୍ତତା ଥିଲି ସେଥିପାଇଁ ସନ୍ଧ୍ୟାବେଳେ ମୁଁ ଆଜି ଆସିଛି। ଚାଲନ୍ତୁ ଯିବା ରୁମକୁ ସନ୍ଧ୍ୟାବେଳେ ଆସିଛନ୍ତି ଧୂପ ଦେବା ପାଇଁ ଆମ ରୁମ ଟୁ 1/2 କିଲୋମିଟର ମନ୍ଦିର ଚାଲନ୍ତୁ ଯିବା।